ଆଜି କ'ଣ ହେଲା କି ପଖାଳ ସାଙ୍ଗରେ ଏତେ କିଛି ଆଇଟମ୍ ମିଳିଲା ଯେ ଭାଇ ଖାଇକି ପୁରା ଖୁସି ହିଁ ହେଇଗଲୁ। ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। ମୁଁ ଅଭିଷେକ ଚେନ୍ନାଇରେ କାମ କରେ। ଦେନ୍ 365 ଦିନ ଚ୍ୟାଲେଞ୍ଜ ବୁକ୍ ଆଜିଲା ଡେ 6 ହେଲା ବେ। ଯୋଉ ଭାଇ ମାନେ ଘର ଛାଡି ବାହାରେ ରହି କାମ କରନ୍ତି ସେ ପ୍ରଥମେ ସବୁଦିନ ସେଇ ଜିନିଷଟାକୁ ମନେ ପକାନ୍ତି ଯେତେବେଳେ ଡ୍ୟୁଟି ସାରି ରୁମକୁ ଫେରନ୍ତି। କ'ଣ ନା ଗାଁକୁ ଆଉ ସେ ଘର ତା ମାଆକୁ। ହଁ ସାଙ୍ଗମାନେ, ମୁଁ ବି ସେମ୍। ସବୁଦିନ ପରେ ଡ୍ୟୁଟି ଛୁଟି ହେଲା ପରେ ପଳେଇ ଆସିଲି ରୁମକୁ। ତାପରେ ଲାଗି ପଡିଲି କପଡା ସଫା କରିବାକୁ। ଯେହେତୁ କାଲି ସଣ୍ଡେ ଥିଲା ଟିକେ ପଳେଇଥିଲି ବାହାରୁ, ତ ସେଥିଲାଗି ସଫା କରିନଥିଲି। ତାପରେ ରୋଷେଇ କରିବା ପାଇଁ ବସିଦେଲି କୋବି ଆଉ ଆଳୁକୁ ଇଣ୍ଡକ୍ସନରେ, କାହିଁକି ନା ଗ୍ୟାସର ଅଭାବ ପରା। ଯାହା ଯେମିତି କରି ଇଣ୍ଡକ୍ସନରେ କରିବାକୁ ପଡିଛି। ତ ମୁଁ ନେଇ ଆସିଥିଲି କିଛି ଦିନ ତଳେ ସିମଲା ଲଙ୍କା। ଭାଜି ବୋଲି ବେସନ ଆଣିଥିଲି, ତାକୁ ଭଲରେ ଗୋଳିଦେଲି। ଦେନ୍ ଇଣ୍ଡକ୍ସନରେ ତେଲ ପକେଇକି ଭଲ ଭାବରେ ତାକୁ ଛାଣିବାକୁ ଲାଗି ପଡିଲି। ଦେନ୍ ଗୋଟେ ପରେ ଗୋଟେ ଛାଣିଦେଲି। ତାପରେ ଆମର ଛଣା ବି ରେଡି ହେଇଗଲା। ଆଉ ପ୍ରଥମେ ମୁଁ ହିଁ ଟେଷ୍ଟ କଲି। ସବୁ ଠିକ୍ ଠାକ୍ ଥିଲା ଭିତରେ। ଦେନ୍ କୋବି ସିଝେଇଥିଲି, ତାକୁ ବି ଭଲରେ ଛାଣିଦେଲି। ତାପରେ ଚାଲିଲି ମୁଁ କପଡ଼ା ସଫା କରିବାକୁ, କାହିଁକିନା ଯାହା ବି କର ନିଜ ହାତେ ସବୁ କାମ ନିଜେ କରିବାକୁ ପଡ଼ିବ। ଦେନ୍ ସଫାସଫି ସାରି ଗାଧେଇ ପଡ଼ି ଭଲ ଭାବରେ। ସମୟ ହେଲାଣି 9:30। ଭାଇ ଦେଖ, 12 ଘଣ୍ଟା ଡ୍ୟୁଟି, ଏତେ ସାରା ସମୟ ଭିତରେ ନିଜକୁ ନିଜର ନିତ୍ୟକର୍ମ କରିବାକୁ ପଡ଼େ। କ'ଣ ବି କରିପାରିବା, ଛାଡ଼। ଆଜି ଆମର ପଖାଳରେ ଏତେ ସାରା ଆଇଟମ୍ ହେଇଛି, ବିଶ୍ୱାସ କରିପାରିବନି। ଗ୍ୟାସ୍ ତ ନାହିଁ, କିନ୍ତୁ ଇଣ୍ଡକ୍ସନରେ ସବୁ ତକ ମୁଁ କରିଦେଲି। ସାଙ୍ଗମାନେ ହଁ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ନା, ଫଲୋ ସବସ୍କ୍ରାଇବ୍ କରିଦେବେ। ରହିଲି, ଜୟ ଜଗନ୍ନାଥ।